ସାନ୍ଧ୍ୟ ପାଠଚକ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଭାଇ ଭଉଣୀମାନେ, ଆମେ କାଲି ବ୍ରଜ ଭାଇଙ୍କଠୁ ଶୁଣିଥିଲେ ପ୍ରୋଗ୍ରେସ୍ ଆଣ୍ଡ ପରଫେକ୍ସନ୍ ଇନ୍ ୱାର୍କ, କିନ୍ତୁ ତାଙ୍କୁ ସମୟ ହେଲାନି, ସେ ଚାପ୍ଟରକୁ ଅଧାରେ ଅଟକେଇଛନ୍ତି। ଯେହେତୁ ସେ ଆରମ୍ଭ କରିଛନ୍ତି, ମୁଁ ତାଙ୍କୁ ରିକ୍ୱେଷ୍ଟ କରିବି ସାରିବା ପାଇଁ, କିନ୍ତୁ ଆଜି ତାଙ୍କର ସୁବିଧା ନାହିଁ, ସେ ରାସ୍ତାରେ ଅଛନ୍ତି, ଯାଉଛନ୍ତି ଟୁର୍ରେ। ତେଣୁ ଆମେ ପୁଣି ସୁବିଧା କରି ତାଙ୍କଠୁ ସେଇଟା ଶୁଣିବା, କମ୍ପ୍ଲିଟ୍ କରିବା। ବର୍ତ୍ତମାନ ମୁଁ ଆଉ ଗୋଟେ ନୂଆ ଚାପ୍ଟର ଆରମ୍ଭ କରୁଛି, କୋଲାବୋରେସନ୍ ଆଣ୍ଡ ହାରମୋନି ଇନ୍ ୱାର୍କ, କର୍ମରେ ସହଯୋଗ ଏବଂ ସଂଗତି। କର୍ମରେ ସହଯୋଗ ଓ ସଂଗତି ଦୁଇଟି ବହୁତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ଆମେ ସାଙ୍ଗ ଏ ଦ୍ୱାରା କାମ କରୁଥିବୁ, ଯଦି ସହଯୋଗ ନ ମିଳିଲା କିମ୍ବା ପରସ୍ପର ସଂଗତି ନ ରହିଲା, ବହୁତ ଗୁରୁତ୍ୱପୂର୍ଣ୍ଣ କାମମାନେ ମଧ୍ୟ ସେ ଅଟକି ଯାଇଛନ୍ତି। ଆମର ଏଇଠି ଲିଙ୍କ ରୋଡ ଛକ, ମାତୃଭବନ ପାଖରେ ଲିଙ୍କ ରୋଡ ଛକରେ ଗୋଟେ ବିରାଟ ବିଲ୍ଡିଂ ତିଆରି ହେଲା ଏବଂ ସେ ବୋଧେ 7-8 ମହଲା ପର୍ଯ୍ୟନ୍ତ ହେଇଯାଇଥିଲା। ତାପରେ କ'ଣ ପରସ୍ପର ଭିତରେ ଅସହଯୋଗ ହେଲା, ଅଶାନ୍ତି ହେଲା, କାମ ବନ୍ଦ ହେଇଗଲା। ଯେ 20-25 ବର୍ଷ ଧରି ସେ କାମ ସେଠି ବନ୍ଦ ହେଇ ରହିଲା। କେତେ କ'ଣ କୋର୍ଟ କଚେରୀଠୁ ଆରମ୍ଭ କରି କ'ଣ ହେଇଛି, ଏଥିରେ କାହାର କ୍ଷତି ହେଲା? କୌଣସି ଜଣଙ୍କର କ୍ଷତି ହେଇଯିବ। ଯେତେବେଳେ ପରସ୍ପର ଭିତରେ ଆମର ସଂଗତି ନ ରହେ, ସେତେବେଳେ ଆମେ ବୁଝୁନି ଯେ କ୍ଷତି ଜଣଙ୍କର ହବନି, ସମସ୍ତଙ୍କର କ୍ଷତି ହବ। କିନ୍ତୁ ଆମେ ଅହଙ୍କାରରେ ଏତେ ଦୂର ମଜି ଯାଇଥାଉ, ଅହଙ୍କାର ଭିତରେ ଏମିତି ଥାଉ ଯେ ଗୋଟେ ବୃଥା ଗର୍ବ, ଅଭିମାନ, ଅହଙ୍କାର ଧରିକି ଆମେ ବସି କହୁ, ଦେଖିବା ସେ କେମିତି ଘର କରିବ। ସେ ଘର କରିବ ନାହିଁ ବୋଲି ତାକୁ ଅଟକାଇବା ପାଇଁ ଯେତିକି ପଇସା ଆମେ ଖର୍ଚ୍ଚ କରୁ କୋର୍ଟ କଚେରୀରେ, ସେ ପଇସା ଯଦି କୋର୍ଟ କଚେରୀ ଖର୍ଚ୍ଚ ନ କରି ନିଜର ବ୍ୟକ୍ତିଗତ କୌଣସି ଆବଶ୍ୟକତା ପୂରଣ ପାଇଁ ଆମେ ଖର୍ଚ୍ଚ କରନ୍ତି, ହୁଏତ ବହୁତ କିଛି କାମ କରିପକାନ୍ତି। କଥା ନେଇ ଶେଷକୁ ଯେ ନିଶ୍ଚୟ ଜିତିବା, ଏମିତି କହିହେବନି। ଜଣେ ଓକିଲ ବନ୍ଧୁ ଥିଲେ, ସେ ମୋତେ କହିଲେ, କୋର୍ଟକୁ କେସ୍ଟା ଚାଲିଯାଉ ନା, ଏମିତି ଖାଲି କହିଲେ, କୋର୍ଟକୁ କେସ୍ଟା ଚାଲିଯାଉ 30 ବର୍ଷ, କମ୍ଫର୍ଟେବଲି କହିଲେ 30 ବର୍ଷ। କାରଣ କେସ୍କୁ ବହୁତ ଦିନ ପର୍ଯ୍ୟନ୍ତ ଲିଙ୍ଗର କରିବା ପାଇଁ ଆମ ଧାରାରେ, ଭାରତୀୟ ନ୍ୟାୟଶାସ୍ତ୍ରରେ ଯାହା ସବୁ ବ୍ୟବସ୍ଥା ଅଛି, ଗୋଟେ ବିନା କାରଣରେ ମଧ୍ୟ ଗୋଟେ କେସ୍କୁ ଲିଙ୍ଗର କରି ନେଇ ହେବ। ଜଣକୁ ଯଦି ଜଣେ ହାରାସ କରିବାକୁ ଚାହୁଁଥିବ, ହଇରାଣ କରିବାକୁ ଚାହୁଁଥିବ, ଯାଉ ପଛେ ପଇସା, ହଉ ପଛେ ଖର୍ଚ୍ଚ। ତେଣୁ ଯେତେବେଳେ ଆମେ ଏ ବିଷୟରେ ଆଧ୍ୟାତ୍ମିକ ମାର୍ଗରେ ଚିନ୍ତା କରିବା, ସାଧନାର ମାର୍ଗରେ ଚିନ୍ତା କରିବା, ବୁଝିପାରିବା ଯେ ଏ ଦୁଇଟି କେତେ ଆବଶ୍ୟକୀୟ ଏବଂ କେତେ ଗୁରୁତ୍ୱପୂର୍ଣ୍ଣ କଥା ଦୁଇଟି ଯାକ। କୋଲାବୋରେସନ୍ ଆଣ୍ଡ ହାରମୋନି, କର୍ମରେ ସହଯୋଗ ଏବଂ ସଂଗତି। ଦ ଫିଲ୍ଡ ଅଫ୍ ୱାର୍କ ଡଜ୍ ନଟ୍ ଚେଞ୍ଜ, ଦ ଫିଲ୍ଡ ଅଫ୍ ୱାର୍କ ଡଜଣ୍ଟ ଚେଞ୍ଜ। ଅର୍ଥାତ୍ ଯୋଉଠି କାମ କରୁଛ, ସେ କାମ ବଦଳା ହବନି। ଏଠି ହଉନି, ତାକୁ ଅନ୍ୟଠିକି ନେଇଯାଉ। କୌଣସି ଗୋଟେ ସଂକ୍ରାନ୍ତ ଆମେ ଅତୀତରେ ଆଲୋଚନା କରୁଥିଲୁ, ଏ କାମକୁ ସେ କରିପାରୁନି, ଏଠି ଗଣ୍ଡଗୋଳ କରୁଛି, ତାକୁ ଅନ୍ୟ ଜାଗାକୁ ନେଇଯାଏ। ଏ ଫିଲ୍ଡ ଅଫ୍ ୱାର୍କଟା ଚେଞ୍ଜ କରିଦିଅ, ଚେଞ୍ଜ କରିଦେଲେ ହବନି। କାରଣ ଏଇଟା ଆଉଟର ଚେଞ୍ଜ ଆମେ କଲୁ, ବାହାର ଚେଞ୍ଜ କଲୁ। ସେ ବ୍ୟକ୍ତି ଭିତରେ ଯାହା ସମସ୍ୟା ଅଛି, ସେ ଯାହା ରହିଲା ସେ ଯୁଆଡ଼େ ଯିବ ସେଇ ସମସ୍ୟା ନେଇକି ଯିବ। The field of work doesn't change. What you are doing now, you will continue to do. ଏବେ ଯାହା କରୁଛ ସେଇଆ ହିଁ କରିବ। କେହି ଜଣେ ମାଆଙ୍କୁ ଆପ୍ରୋଚ କରିଛି, ମା ମୋତେ ସେ କାମ ବଦଳେଇ ଦିଅ, ଅନ୍ୟ କାମ ଦିଅ, ସେ କାମ ବଦଳେଇକି ଅନ୍ୟ କାମ ଦିଅ। ମା ତାକୁ କହିଛନ୍ତି, ଯୋଉଠିକି ତୁ ଯିବୁ
ଏଠି ଯାହା କରୁଛି ସେଠି ବି ସେୟା କରିବୁ। ଲୋକ ବଦଳିଯିବେ, କାମର ସ୍ଫିୟର ବଦଳିଯିବ, କାମର ପ୍ରକାର ବଦଳିଯିବ, ହେଲେ ତୁ ତ ବଦଳିନୁ ନା, ତୁ ଯାହା ଅଛୁ ସେଇଆ ଅଛୁ। ତେଣୁ ତୁ ନିଜେ ଯାହା କରୁଛୁ ସେୟା କରିବୁ। It is in the attitude in the work, especially in the relation with the other workers, that the change must take place. ତାହେଲେ କ'ଣ ଚେଞ୍ଜ କରିବାକୁ ପଡ଼ିବ? କାମର ସ୍ପିୟର ଚେଞ୍ଜ କରାଯିବନି, ଫିଲ୍ଡ ଚେଞ୍ଜ କରାଯିବନି। କ'ଣ ଚେଞ୍ଜ କରାଯିବ ନା ତୋର ମନୋଭାବ ବଦଳାଇବାକୁ ପଡ଼ିବ। ଦ୍ୟାଟ୍ ମଷ୍ଟ ଚେଞ୍ଜ। ଯେଉଁ ମନୋଭାବ ତୁ କାର୍ଯ୍ୟ କରୁଛୁ ସେ ମନୋଭାବ ଚେଞ୍ଜ କରାଯିବ। ତୋର ଗୋଟେ ଧାରଣା ଅଛି ଯେ ତୁ ଗୋଟେ ଉପରେ ଗୋଟେ ପାୱାରରେ ଅଛୁ, ଗୋଟେ କ୍ଷମତାରେ ଅଛୁ, ବାକି ସମସ୍ତେ ସବୁଠୁ ସବର୍ଡିନେଟ୍ ଅଛନ୍ତି, ତୋ ତଳେ ଅଛନ୍ତି। ହୁଏତ ଦାୟିତ୍ୱ ଦୃଷ୍ଟିରୁ ସେମିତି କିଛି ହେଇପାରେ, ଦାୟିତ୍ୱ ଦୃଷ୍ଟିରୁ ତତେ ଅଧିକ ଉଚ୍ଚ କ୍ଷମତା କିଛି ଦିଆହେଇଥାଇପାରେ ଏବଂ ତୋ ପାଖରେ କିଛି ବ୍ୟକ୍ତି କାମ କରୁଥାଇପାରନ୍ତି, କିନ୍ତୁ ଆଟିଚ୍ୟୁଡରେ ସେଇ ମନୋଭାବ ରହିଲେ ହେବନି। ଯେତେବେଳେ ତୋର ମନୋଭାବ ସେଇ ବ୍ୟକ୍ତିମାନଙ୍କ ପ୍ରତି ରହିବ ଯେ ମୁଁ ହେଉଛି ସିନିୟର ମୋଷ୍ଟ, ମୁଁ ହେଉଛି ମେନ୍, ମୁଁ ଯାହା କହିବି ମୋ କଥା ସମସ୍ତେ ମାନିବାକୁ ପଡ଼ିବ, ସେଇ ଆଟିଚ୍ୟୁଡଟାକୁ ବଦଳାଇ ଦେବାକୁ ପଡ଼ିବ। ଯଦି ମନୋଭାବ ଆମେ ବଦଳାଇ ଦେଇପାରିଲୁ ତାହେଲେ ଅନ୍ୟମାନଙ୍କ ସାଙ୍ଗରେ, ବିଶେଷ କରି ଆଉ ଯେଉଁମାନେ ତୁମ ସାଙ୍ଗରେ କାମ କରୁଛନ୍ତି, ଗୋଟେ ଗ୍ରୁପ, ଏକୁଟିଆ ଜଣେ କାମ କରୁଛନ୍ତି ତାକୁ କାହିଁ ଏସବୁ ସମସ୍ୟା ଆସିବ? ଜଣେ ବ୍ୟକ୍ତି ଗୋଟେ ଚିତ୍ର ବସି ଆଙ୍କୁଛି, ଚିତ୍ର ବସି ତାର ଆଙ୍କୁଛି, ତା ରଙ୍ଗ ଫଙ୍ଗ ଧରିକି ବସିଛି, ଚିତ୍ର ଆଙ୍କୁଛି। ଜଣେ ଭାଉଲିନ୍ ବଜେଇକି ତା ଗୀତ ଗାଉଛି, ତାର ସମସ୍ୟା କାହିଁ ହବ କି? କାହିଁକିନା ସେ ତ ଏକୁଟିଆ କରୁଛି। ଆଉ କିନ୍ତୁ ଯଦି ଗ୍ରୁପ ବସିଥିବେ, 10 ଜଣ ବ୍ୟକ୍ତି ଏକାଠି ବସିକି ଭାଉଲିନ୍ ବଜାଉଛନ୍ତି, ତାଙ୍କ ଭିତରେ ସଙ୍ଗତି ନ ରହିଲେ ଭାଉଲିନ୍ ବାଜିପାରିବ? ଅର୍ଥାତ୍ ସମସ୍ତେ 10 ଜଣ ଯାକ ଗୋଟିଏ ରାଗକୁ ବଜେଇବେ, ସେତେବେଳେ ଯାହା ହବ ସେ ହେଉଛି ସଙ୍ଗତିପୂର୍ଣ୍ଣ କାର୍ଯ୍ୟ। ଜଣେ କହିବ ମୋତେ ଏଇ ରାଗଟା ଭଲ ଲାଗୁନି, ମୁଁ ମୋର ଅନ୍ୟ ରାଗ ବଜେଇବି। ସମସ୍ତେ ମାଲକୋସ୍ ବଜାନ୍ତୁ, ମୁଁ ତାଙ୍କର ବଜାନ୍ତୁ, ଭଲ ଲାଗୁଛି ମାଲକୋସ୍ ବଜାନ୍ତୁ, ମୁଁ ଭୈରବୀ ରାଗ ବଜେଇବି। ଇରେ ସେମାନେ ମାଲକୋସ୍ ତୁ ଭୈରବୀ ପକେଇବୁ, ଏକାଠି ବସିଛ ବଜେଇବ, ସେ କ'ଣ ଶୁଣାଯିବ? ସେମାନେ ମାଲକୋସ୍ ରାଗ ବଜାଉଛନ୍ତି, ମାଲକୋସ୍ ଗୋଟେ ରାଗ, ରାଗ ଭିତରେ ଛୋଟ ବଡ଼ ନାହିଁ, ସେ ଗୋଟେ ରାଗ ସେମାନେ ବଜାଉଛନ୍ତି। ତୋତେ ସେଇ ରାଗଟା ପସନ୍ଦ ନୁହେଁ ବୋଲି ତୁ ଆଉ ଗୋଟେ ରାଗ ବଜେଇବୁ, କେମିତି ଆସିବ ସଙ୍ଗତି? ସେଠି ଆଟିଚ୍ୟୁଡ୍ ଚେଞ୍ଜ ହେବ। ଅର୍ଥାତ୍ ମୋତେ ଏଇଟା ଭଲ ଲାଗିପାରେ, ପଛକେ ଭଲ ଆସେନି ଶିଖିବି, କିନ୍ତୁ ସମସ୍ତେ ସହଯୋଗ କରି ବଜେଇବି। ତେଣୁ ଯେତେବେଳେ ଅନ୍ୟମାନଙ୍କ ସହିତ କାର୍ଯ୍ୟ କରୁଛ, ସ୍ପେସିଆଲି ଇନ୍ ଦି ରିଲେସନ୍ ୱିଥ୍ ଦି ଅଦର ୱାର୍କର୍ସ, ଅନ୍ୟମାନଙ୍କ କାର୍ଯ୍ୟ ଯେଉଁମାନେ ତୁମର ସହଯୋଗୀ, ଯେଉଁମାନେ କର୍ମୀ ଅଛନ୍ତି, ତାଙ୍କ ସାଙ୍ଗରେ ଯେତେବେଳେ କାର୍ଯ୍ୟ କରୁଛ, ସେଥିରେ ତୁମର କାର୍ଯ୍ୟ ପ୍ରତି ମନୋଭାବ ବଦଳି ଯାଉଛି, ଆଟିଚ୍ୟୁଡ୍। Each one sees the work in his own way and believes it is the only true way. ଆଗରୁ କହିଛନ୍ତି କୌଣସି ଗୋଟେ ମେସେଜରେ, ଯେତେ ଜଣ ବ୍ୟକ୍ତି କାମ କରନ୍ତି ସମସ୍ତେ ନିଜ ନିଜ ଧାରାରେ ଚିନ୍ତା କରନ୍ତି ଏବଂ ଭାବନ୍ତି ଯେ ମୋ ଧାରାଟା ସବୁଠାରୁ ଭଲ, ମୁଁ ଯେମିତି ଚିନ୍ତା କରୁଛି, ମୁଁ ଯେମିତି କହୁଛି ବା ପ୍ରକାଶ କରୁଛି, ସେ ସବୁଠାରୁ ଭଲ ଚିନ୍ତା, ସବୁଠାରୁ ଭଲ କାର୍ଯ୍ୟ। The only way that expresses the divine will. ଏଇଟା ଆହୁରି ଗୋଟେ ଇଣ୍ଟରେଷ୍ଟିଂ। ମୋ ଧାରା, ମୋ ଚିନ୍ତା ସବୁଠାରୁ ଭଲ, ଏବଂ ସେ କ'ଣ କରେ, ଭଗବାନ ଯାହା ଚାହାନ୍ତି ମୁଁ ସେଇ ଧାରାରେ କାର୍ଯ୍ୟ କରୁଛି। ଡିଭାଇନ୍ ୱିଲ୍, ଭଗବାନଙ୍କର ସଂକଳ୍ପ ବା ଭଗବାନଙ୍କର ଇଚ୍ଛା, ତାଙ୍କ ସିଦ୍ଧାନ୍ତ ଅନୁଯାୟୀ ମୁଁ କାର୍ଯ୍ୟ କରୁଛି। ଆଚ୍ଛା, ସମସ୍ତେ ଯଦି ଏଇଆ ଭାବିବେ ତାହେଲେ ତ ମିଶିଗଲା। ସମସ୍ତେ ଭାବିବେ ଯେ ମୁଁ ଭଗବାନଙ୍କ ଇଚ୍ଛାରେ କାର୍ଯ୍ୟ କରୁଛି, ତାହେଲେ ତ ମିଶିଗଲା। କିନ୍ତୁ ଭଗବାନଙ୍କ ଇଚ୍ଛାରେ ପ୍ରକୃତରେ କରୁନଥାନ୍ତି, ଖାଲି ଭାବୁଥାନ୍ତି, କରୁଥାନ୍ତି ନିଜ ଇଚ୍ଛାରେ।
निज इच्छा निज संकल्प कर बट नॉन ऑफ दिस वेज इज कंप्लीटली ट्रू प्रत्येक व्यक्ति निजे निजे जो धारा कौन गोटे मार्ग कौन गोटे धारा कौन गोटे उपाय संपूर्ण ठीक नुह सत्य नुह इज नॉट कंप्लीटली ट्रू केतेकांश ट्रू इट्स नॉट ए कंप्लीट ट्रू समस्ते जी जिते कार्य कर सबु व्यक्ति भीतर किसी सत्य अच्छी किसी मिथ्या अच्छी किसी ठीक अच्छी किसी भूल अच्छी जो सत्य और मिथ्या अच्छी निर्भर करे से व्यक्ति केते दूर निजको भगवान प्रति उन्मुक्त अच्छी जिते अधिक अधिक भगवान प्रति उन्मुख रही सत्य से अधिक संपूर्ण उन्मुख हो गल तो गला संपूर्ण उन्मुख हवा बहुत रेयर एक्सट्रीमली रेयर से किसी मिथ्या ही रहे बट नॉन ऑफ दिस वेज इज कंप्लीट ट्रू इट इज ओनली by rising above these divided conceptions that one can reach a better understanding of the divine soul. ताले भगवान को इच्छा बा संकल्प को हमें जानिबा केंति बुझिया केंति एई जो परस्पर भितर विरोध रही से ता धारा को ठीक मो धारा को ठीक आउ जन ता धारा को ठीक आर ऊर्ध्व उठे पड़ो आर ऊर्ध्व उठे पड़ो कहीं ना तमे देखो 7 जन कि 5 जन काम कर तमें जदि कह मो धारा ठीक ता धारा भी ठीक आउ 4 जन रही आउ 3 जन 4 जन रही धारा भी ठीक सब धारा ठीक दुई क्या संगे धारा मिशुनी तेणु ता भर कौ गोटाक सत्य कौ गोटाक ठीक से जाना पड़ो से केमती संभव हम ना तुम यही अवस्था टी ऊर्ध्वर रहा पड़ो टिके चेतना टी ऊर्ध्वर रहा पड़ो ऊर्ध्वर रही समस्त भर वास्तविक जहाँ ठीक से बुझे गोटे ऊर्ध्व चेतना रहे ऊर्ध्व चेतना अर्थ हूँ जो लेवल रे जो अवस्था मुझे चिंता कर अवस्था अधिक उच्चतर अवस्था रही प्रथम विश्वास कर समस्त भर किसी सत्य अच्छी समस्त भर किसी ठीक कथा अच्छी समस्त भर किसी ना किसी ठीक अच्छी यहाँ विश्वास करी एवं से ठीकटा कौन जाना चेष्टा करी ताहले टिके परस्पर को समस्त को सहिबा समस्त को टॉलरेट करवा समस्त भर गोटे संग जाना को इच्छा करवा उद्यम करवा सिद्धांत करवा ताहले ही तुम्हें एक कर दे पार भगवान को दैट वन कैन रीच ए बेटर अंडरस्टैंडिंग ऑफ द डिवाइन सोल भगवान को संकल्प व भगवान को इच्छा को अधिक भल भाव से बुझी हम जो ऊर्ध्वर थी चिंता करवा इट इज ओनली बाय राइजिंग अबव दिस डिवाइडेड कॉन्सेप्शंस परस्पर परस्पर विरोधी रे जो सब कॉन्सेप्शन चिंता विचार अच्छी तार ऊर्ध्व को उठी पड़ो ऊर्ध्व को उठी गले कौन हम ना आम प्रकृत वास्तव में भगवान की इच्छा कौन भगवान संकल्प बुझे जदि जन कह समस्त को कहीपर से टकाटा कहीपर यहाँ महाकंडाल से चंडाल कंडल सेमती नुह समस्त भर तो भगवान अच्छा ना समस्त जो भगवान अच्छा समस्त को सागे नहीं पारे अंडरस्टांडिंग बेटर अंडरस्टांडिंग आउ तुम खुण काढ़ से बर्तमान काढ़ आउ कि समय पर आउ गोटे काढ़ यहाँ भी हेनी मुझे जान नी भाई ता भर भी सेमती अच्छे भाई ठीक अच्छे भी सेमती तेणु समस्त भर गोटे अंडरस्टांडिंग आने गोटे बेटर अंडरस्टांडिंग आउ अधिक उन्नतर बुझामणा आने तुम टी उच्चतर अवस्था रहा पड़ो उच्चतर अवस्था समस्त प्रकार सहनशीलता समस्त प्रकार श्रद्धा समस्त भल पाइबा समस्त भूल त्रुटि अच्छे बोली विश्वास करा पड़ो भूल त्रुटि टॉलरेट करा पड़ो ये हूँ गोटे बेटर पोजिशन तुम धारा गोटे बेटर हम ताल तुम अंडरस्टांडिंग आसो समस्त भर भगवान को चिंता भगवान को संकल्प व धारणा को तुम्हें बुझीपर अधिक भल भाव बुझीपर दिस मीन्स mutual understanding and collaboration instead of opposition and clash of wills and feelings. यह अर्थ कौन है यह अर्थ है म्यूचुअल अंडरस्टैंडिंग एंड कोलाबोरेशन परस्पर सहित बुझामणा एवं सहयोग परस्पर सहित बुझामणा और सहयोग तो ता न हुए कौन हम इंस्टेड ऑफ अपोजिशन एंड क्लाश ऑफ विल्स एंड फीलिंग्स जो जगह थिला परस्पर प्रति
विरोध, अपोजिशन एंड क्लास संघर्ष एंड क्लास ऑफ विल्स परस्पर इच्छा भितर संकल्प भितर संघर्ष एंड फिलिंग्स परस्पर इच्छा परस्पर अनुभव ता भितर संघर्ष गोटे विरोध यही जगह आसो गोटे बेटर अंडरस्टैंडिंग म्यूचुअल अंडरस्टैंडिंग एंड कोलाबोरेशन आसो इसको काटिले से जगह आसो म्यूचुअल अंडरस्टैंडिंग एंड कोलाबोरेशन म्यूचुअल माने कई जन बाद पड़ोनी समस्त सहयोग पारस्परिक पारस्परिक सहयोग एवं बुझामणा आने यही हूँ तुम दायित्व आम तो कम कर चलते कम कर चलते कम कर चलते दायित्व कथा किए भावचु कि यदि क्या संगे मन मानी गला असह्य गला छाड़ छाता हम किंतु केते निबिड़ भाव माँ बुझाऊँ आम के निबिड़ भाव बुझाऊँ समस्त भर गोटे सहयोग दरकार जदि गोटे ग्रुप रे काम कर एकुटिया काम करने माँ कहना जो ग्रुप रे काम कर समस्त समस्त सहयोग दरकार अंडरस्टैंडिंग बुझामणा दरकार सहयोग दरकार फॉर हार्मोनी एंड बेटर वर्क For harmony and better work, it is not by changing men that things can get better, but by changing one's own consciousness and character. आम सब कहू लोक मान के जन विदा करा पड़ो के जन विदा करा पड़ो एते असुविधा कर काम करा संभव नुह विदा कर दियो कि असुविधा नहीं पारिहर विदा कर दियो जी आसवे सी कौन शुद्ध पूत पवित्र असुविधा न आमे जो मनीष मान को बदली देले समाधान हो भावु माँ कह सेपटे के हेनी नॉट बाय चेंजिंग मेन बहुत समय देखा जाए गोटे कोटा उपाय पांच जो उपाय कि दुष्टामी कर बेसी आपको विदा करवा अनुष्ठान विदा करवा से गोटे नियम कानून पकई गोटे तैयारी कले या नकले हेनी या नकले हेनी एमती कर कौन समय विदा कर कहीं विदा कराला ना सी अनुष्ठान प्रति बहुत भूल काम करुला अनुष्ठान विरोध करुला अनुष्ठान तापाई क्षति होता तेणु विदा कराला ता जगह गोटे कि लोक दरकार जो लोक टी आनिल हो पारे से आहरी अधिक आहरी क्षतिकारक हो तुम जहाँ को काढ़ चेष्टा कर सी काढ़ीदे कम हेनी आदि सतरे काढ़ा चाहूँ बाकी जो मान रहे से भी विदा हे कारण कई जने संपूर्ण शुद्ध नुह संपूर्ण ठीक नुह तेणु मनीष मान को बदलदेले कम हेनी इट्स फॉर हार्मोनी एंड बेटर वर्क समस्त मध्य संगति अधिक भल भाव कम करने निमंते इट्स नॉट बाय चेंजिंग मेन दैट थिंग्स कैन गेट बेटर मनीष को बदलदेले कम खूब अधिक भल हेनी कौन कले हम बट बाय चेंजिंग वन्स ओन कॉन्शियसनेस एंड कैरेक्टर तुम निज चेतनार एवं तुम आचरण बा चरित्र आपको परिवर्तन कर दियो परिवेश बदल जो जो असंगति अच्छी कॉन्शियस आम गोटे निज भर सहयोग ना कोऑपरेशन ना ये बदल जो तुम निजर आचरण बदल दियो निज आचरण बदल दियो निजर चरित्र बदल दियो एवं चेतनार परिवर्तन चेतनार परिवर्तन हेले एक जन कहीपर चेतनार परिवर्तन कौन जो चेतना तुम अच्छ बर्तमान से चेतना तुम बुझुच देखुच जानुच जे ताहा उपयोगी नुह बोली अनुभव हो तुम चेतना को तुम बदल पार दैट इज तुम निजर सामर्थ्य भितर अच्छे तुम चरित्र को तुम बदल पार तुम सामर्थ्य भितर अच्छे
जो लोक को बदलवाक चाहूँ से लोक को बदलवा तुम सामर्थ्य भितर ना तुम सामर्थ्य भितर से लोक बदलवार ना तेणु जोटा तुम सामर्थ्य भितर ना से कि हाथ पकाउछ से कहीं गंडगोल कर निज को बदलवा सामर्थ्य मोर अच्छी यदि मु मत बदलदेली मोर चरित्र को बदलदेली मोर निजर आचरण को मोर चेतना को शुद्ध परिवर्तन कर लोक मैंने बदल जाए मोपाई जो लोक कहते काढ़ीजे बोली देखिए से लोक ही सब भल कम कर से लोक धरा जाऊ ये मोर एक्सपीरियंस मो जीवन एक्सपीरियंस कर एक्जाक्ट जगह ठीक कहूनी कौन सी गोटे अनुष्ठान रे कौन सी गोटे अनुष्ठान रे जड़े व्यक्ति दायित्व ने सी आणिक बसाला से गाँव थे गाँव थे महागुंडा आउ आज आ घर चोरी ता घर चोरी महागुंडा बहुत समस्ते अशांति थे बड़ भाई गाँव को जाते समस्त कहले ये सी कह ठीक है मुझे सांगे नहीं जाऊँ नहीं गले गोटे बहुत बड़ व्यवसाय था से व्यवसाय कैश रे बसईदे कह तोर किसी कम नहीं राति की छाड़ी की जीवु कैश मिसेकी जीवु कौन बिक्री है कौन खर्च है सब मिसिकी कैश हिसाब कर मिसेकी जीवु सैला जो पैसा से विकल होते से पैसार थली पाखे बसिकी से पैसा विकल कौन से हिसाब विकल हिसाब कर ठीक हम तापर से धीरे धीरे संपूर्ण भाव बदली गला कौन है बदलिया पड़लानी जो व्यक्ति प्रति एटीट्यूड रखी सी चोरी करे से गंडगोल करे से बदमाशी करे ता प्रति जो धारणा था धारणा को प्रथम बदल धारणा को प्रथम बदल आणिकी अत्यंत विश्वास सहित कैश बसले कर दायित्व तो चेंज है किए व्यक्ति जे निजे दायित्व से निजक चेंज कले विश्वास कर आरंभ कले से पार बोली जानले निज भर गोटे से कन्विक्शन आणले ताकू चेंज कर दायित्व ये नेलेनी ये ताकू चेंज कर दायित्व नेले निजक चेंज कले निजक चेंज कर आणिकी बसैले कैश रे तापर से बदल मैं एक्जाक्टली से कहूँ तुम चेतना को बदल तुम आचरण को तुम चेतना को परिवर्तन कर अन्य बदल से बदल चेष्टा कर इट इज by changing one's own consciousness and character निजर चेतना एवं निजर चरित्र को बदल दियो लोक बदलावनी लोक बदलले किसी लाभ होनी as a general rule it is better not to intervene in things that do not fall within one's own work के जन आम ओडिया कहते तू कहीं से नाक पुराऊँ नाक कौन पुराती मुझे जानी नाक के पशिकी मुझे कहती कहती समझे तो कम नु तू कहीं नाक पुराऊँ मैं ठीक से कर जोटा तोर दायित्व नुह नियम दृष्टि से तो हस्तक्षेप करने उचित नुह हाँ मुझे देखुची से भूल करुची मु कहबिनी ना ना से भूल कर से पुणी ठीक कर तोर कह दरकार नहीं धर तुम कहल से लोक सागे रिटर्न कर तमर कौन जाऊँगी तमर कौन जाऊँगी मुझे कहली बोली से कौन हम गला तुम माँ कहले जो कम तुम कौन धारणा नहीं बा तुम से दायित्व नहीं तुम दायित्व भीतर से कम पड़ू ना से तुम्हें हस्तक्षेप कर तुम हस्तक्षेप कर धर तुम बगीचा जाऊच माली अपना गछ लगा ये गछ ये लगानी सीट लगाओ
ସେ କହ ଆପଣ କାହିଁକି ଆପଣ ଯାଆନ୍ତୁ କେଉଁଠି ଲଗେଇବା ତ ମୁଁ ଜାଣିଛି, କାହିଁକିନା ସିଏ ଯାହା ଜାଣିଛି ନା ଆଜ୍ଞା ସେଠି ସେ ଲଗେଇଲେ ସେଠି ମାଟି ଭଲ ମାଟି ନୁହଁ ଫୁଲ ଫୁଟିବନି। ମୁଁ କହିଲି ସିଏ ଆଗେ ଲଗେଇ ଦେଖୁ, ଫୁଲ ନ ଫୁଟିଲେ ତାପରେ ସେ ବଦଳେଇବ। ତମେ କହିଲେ ତା ଭିତରେ ରାଗ ଆସିବ, ଅଭିମାନ ଆସିବ। ମୋତେ କାହିଁ କହିଲେ? ମୋ କାମ ମୁଁ କରୁଛି, ତାଙ୍କ କାମରେ ମୁଁ ହସ୍ତକ୍ଷେପ କରୁଛି କି? ସେ ଯାହା କରୁଛି ମୁଁ ହସ୍ତକ୍ଷେପ କରୁଛି କି? କାହାରି କାମରେ କେହି ହସ୍ତକ୍ଷେପ କରିବା ନାହିଁ। କହିଲେ ଇଟ୍ସ ଏ ଜେନେରାଲ ରୁଲ୍, better not to intervene in things that do not fall within one's own work. ତମ ନିଜ କାର୍ଯ୍ୟର ପରିଧି ଭିତରେ ଯଦି ଆସୁନାହିଁ ସେଥିରେ ତୁମେ ହସ୍ତକ୍ଷେପ କର ନାହିଁ। If in the work you meet with some difficulties, look sincerely into yourself and there you will discover their origin. ବହୁତ ସିଧା ସିଧା ମା କହୁଛନ୍ତି, ଯଦି କାମ କରିବା ଭିତରେ କିଛି ଅସୁବିଧାର ସମ୍ମୁଖୀନ ହେଲ, କାମ କରିବା ଭିତରେ ଅସୁବିଧାର ସମ୍ମୁଖୀନ ହେଲ, ଆମେ କ'ଣ କରୁ? କ'ଣ କରୁ? ତାକୁ ବିଶ୍ୱାସ କରିବା ଭାରି ମୁସ୍କିଲ, କିନ୍ତୁ ଏଇଟା ହେଉଛି ଉପାୟ। ଗୋଟେ ମେସିନ୍ଟା କିଣିକି ଆଣିଛ, ସେ ମେସିନ୍ଟା ଚାଲୁନି। ଗୋଟେ ଲୋକକୁ ଡାକିକି ଆଣିଛ ସାହାଯ୍ୟ କରିବା, ସେ କାମ କରୁନି। ଯାହା ଯାହା ତୁମେ କରୁଛ ସେ ଠିକ ସେଇ ଧାରାରେ ହଉନାହିଁ। ମେସିନ୍ଟା କାମ କରୁନି, କ'ଣ କରାଯିବ? କ'ଣ କରିବା? ମେସିନ୍ ଯାଇ ଚେଞ୍ଜ କରିଦିଅ, ଆଉ କ'ଣ କରିବ? ସେକେଣ୍ଡ ଟାଇମ୍ ବି କାମ କରିବନି, ସେକେଣ୍ଡ ଟାଇମ୍ ବି କାମ କରିବନି। ତାପରେ ଦେଇକି ପଇସା ଫେରସ୍ତ ନେଇ ଆସିବା। ମେସିନ୍ ଆସିଲା କି? ମେସିନ୍ ଯୋଉଥିପାଇଁ କିଣୁଥିବ ତାର ସମାଧାନ ହେଲା କି? ହେଲାନି ନା। ପଇସା ତମ ପାଖରେ ଥିଲା, ଅଛି, ଯାଉଥିଲ କାହିଁ ମେସିନ୍ କିଣିବାକୁ? କାରଣ ମେସିନ୍ ଗୋଟେ ଆବଶ୍ୟକତା ଥିଲା ବୋଲି କିଣୁଥିଲ, ତ ସେ ମେସିନ୍ କାମ ଦେଲା ନାହିଁ। ସେକେଣ୍ଡ ଟାଇମ୍ ଚେଞ୍ଜ କରି ଆସିଲ, କାମ ଦେଲା ନାହିଁ। ମା କହୁଛନ୍ତି ଯଦି କିଛି ଡିଫିକଲ୍ଟି ଦେଖିଲ, ଆଗେ ନିଜ ଭିତରକୁ ଚାହଁ। ପ୍ରଥମେ ନିଜ ଭିତରେ ଦେଖ କୋଉଠି ଅସୁବିଧା ଅଛି। କ'ଣ ମେସିନ୍ଟା ଖରାପ ହେଇଛି ସେଥିପାଇଁ ମୋ ଭିତର ହିଁ ଦାୟୀ? ସେଇ ଲୋକ ସମସ୍ତଙ୍କୁ ସେ ମେସିନ୍ ଦଉଛି, କାମ କରୁଛି, ତମ ପାଇଁ କାହିଁ କାମ କର? ସେଇ ଗଛ ସମସ୍ତେ ଲଗାଉଛନ୍ତି, ଫୁଲ ଫୁଟୁଛି, ତମ ପାଇଁ କାହିଁ ଫୁଲ ଫୁଟିଲାନି? ସେଇ ପିଲା ସମସ୍ତଙ୍କ କଥା ମାନୁଛି, ତମ କଥା କାହିଁ ମାନିଲାନି? ସମାଧାନ ବାହାରେ ନାହିଁ, ଆଗେ ଭିତରେ। ସେଥିପାଇଁ କହିଲେ ଇଫ୍ ଇନ୍ ଦି ୱାର୍କ ୟୁ ମିଟ୍ ୱିଥ୍ ସମ୍ ଡିଫିକଲ୍ଟିଜ୍, କାମ କରିବା ଭିତରେ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଲ, ଲୁକ୍ ସିନସିୟରଲି ଇନଟୁ ୟୋରସେଲ୍ଫ, ନିଜ ଭିତରକୁ ଆନ୍ତରିକତା ସହିତ, ନିଷ୍ଠା ସହିତ ପର୍ଯ୍ୟବେକ୍ଷଣ କର, ଦେଖ, ନିଜ ଭିତରକୁ ଦେଖ ଭଲ ଭାବରେ। and there you will discover their origin. ଏଇ ଯୋଉ ସମସ୍ୟା ବାହାରେ ହେଇଛି ତାର ଅରିଜିନଟା ସେଠି ଦେଖିବ। କି ଆଶ୍ଚର୍ଯ୍ୟ କଥା ଦେଖିଲ। ବାହାରେ ଯାହା କାର୍ଯ୍ୟରେ ତମର ସମସ୍ୟା ହଉଛି, ସେ ସମସ୍ୟାର ଅରିଜିନ ତୁମ ଭିତରେ ଅଛି, ସେଠି ଖୋଜିକି ସେଠୁ ସମାଧାନ କରିଦେଲେ ସମାଧାନ ହେଇଯିବ। ଯାହା ବି ହଉ, ଯାହା ବି ହଉ, ସମାଧାନ। ରୋଗ ହେଲେ ଡାକ୍ତର କାହିଁକି ଟେଷ୍ଟ କରନ୍ତି? ଟେଷ୍ଟ କାହିଁ କରନ୍ତି? କାରଣ ଅରିଜିନଟା ଭିତରେ ଅଛି ନା। ସବୁ ଜିନିଷ ଭିତରୁ ଖୋଜିକି ଆଣନ୍ତି, ବାହାର କରନ୍ତି, କାରଣ ସେଇଠି ସବୁ ଅରିଜିନ ଅଛି। ସେଠୁ ଚେଞ୍ଜ ହେଲେ ଏଠୁ ଚେଞ୍ଜ ହେଇଯିବ। ବାହାରେ ଚେଞ୍ଜ କରିଦେଲେ କି ଚେଞ୍ଜ ହବନି। ବାହାରେ ଚେଞ୍ଜ କରିଦେଲେ ଗୋଟେ ସାମୟିକ ଭାବରେ ଗୋଟେ ଏମିତି ମାନେ ପାଉଡର ଦେଇକି ମୁହଁକୁ ଚିକଣ କରିଦିଆଯାଏ, କି ସମୟ ପରେ ପାଉଡର ଧୋଇଗଲେ ଗଲା, ଯୋଉ କାଳିଆ ମୁହଁ ସେ କାଳିଆ ମୁହଁ, କିଛି ନାହିଁ। ତେଣୁ ଅସଲ ମୂଳ ଅରିଜିନ ହେଉଛି ଭିତରେ, ତାକୁ ସେଠୁ ଚେଞ୍ଜ କରିବାକୁ ପଡ଼ିବ। The difficulties in work come not from circumstances. circumstanceରେ ବା ପରିସ୍ଥିତି ବା ପରିବେଶ ସେଠି କ'ଣ ଅଛି ବୋଲି ଅସୁବିଧା, କାମରେ ଅସୁବିଧା ହେଉଛି, ତା କାରଣ ନୁହଁ। circumstance ଦାୟୀ ନୁହଁ। ଆଉ petty outer occurrences, କ'ଣ ଗୋଟେ ଘଟିଲା ବାହାରେ, ସେଥିପାଇଁ କାମ ଅସୁବିଧା ହେଲା। petty outer occurrences,
ମୁଁ ଠିକ୍ କରୁଥିଲି ସେତେବେଳେ ପୁରା ପିଲା କାନ୍ଦିଲା, ଆଉଟର ଅକରାନ୍ସ। ମୁଁ ଠିକ୍ ଶାଗଟା ଖରେଇବାକୁ ବସିଛି, ପିଲାଟା କାନ୍ଦିଲା, ଶାଗ ପୋଡ଼ିଗଲା। ଆଉ କେତେ ଘଟଣା ଉଦାହରଣ ଦେଇହବ। ସେଥିରେ ତ ପେଟି ବୋଲି କହିଛନ୍ତି, ପେଟି ମାନେ ଛୋଟ କ୍ଷୁଦ୍ର ମିନି ସବୁ ଯାହା କହନ୍ତି ସଂକୀର୍ଣ୍ଣ, ଛୋଟିଆ ମୋଟିଆ କାରଣ ସବୁ ବାହାର ଅକରାନ୍ସ, ଏସବୁ ପାଇଁ କାମରେ ଅସୁବିଧା ହୁଏ ନାହିଁ। ଦେ କମ୍ ଫ୍ରମ୍ ସମଥିଙ୍ଗ ହ୍ୱିଚ୍ ଇଜ୍ ରଙ୍ଗ ଇନ୍ ଦି ଇନର ଆଟିଚ୍ୟୁଡ। ତେଣୁ ଆମ ମନୋଭାବ ଭିତରେ ଯେଉଁ ଅନ୍ତରର ମନୋଭାବ, ସେଠି କିଛି ସମସ୍ୟା ଥାଏ ବୋଲି ବାହାରେ ଏମିତି ହୁଏ। ଆପଣ କହିବେ ଯୋଉ ଉଦାହରଣଟା ଦେଲେ ସେଇଟା ଆଉ ଥରେ ଆମେ ଦେଉଛୁ। ଶାଗ ଖରଡ଼ୁଥିଲି, ଶାଗ ଖରିଲା ବେଳେ ପିଲାଟା କାନ୍ଦିଲା ଜୋରରେ, ମୁଁ ବାଧ୍ୟ ହୋଇ ଛାଡ଼ି ଦେଇ ଗଲି। ଫେରିଲା ବେଳକୁ ଶାଗ ପୋଡ଼ିଯାଇଛି। ଏଥିରେ ମୋର ଭିତର ମୁଁ ମନୋଭାବକୁ ଶୁଦ୍ଧ କରିଦେଲି, କିନ୍ତୁ କ'ଣ ହେଇଥାନ୍ତା ଶୁଦ୍ଧ କରିଦେଲେ? ପିଲା କାନ୍ଦିବା ବନ୍ଦ ହେଇଥାନ୍ତା? ପିଲା କାନ୍ଦି ନଥାନ୍ତା? ପିଲା କାନ୍ଦିଥିଲେ ମୁଁ ଦୌଡ଼ି ଯାଇଥିଲି, ଶାଗ ପୋଡ଼ିନଥାନ୍ତା? ମୁଁ ଭିତର ଆଟିଚ୍ୟୁଡ୍ ଠିକ୍ କରିଥାନ୍ତି। ଏକ୍ଜାକ୍ଟଲି, ପରଫେକ୍ଟଲି ଆପଣ ଯାହା କହୁଛନ୍ତି ଠିକ୍ ସେଇଆ। ଆମେ ତର୍କର ମନୋଭାବରେ କହୁଛୁ, ତେଣୁ ବୁଝିପାରୁନୁ। ଯଦି ଆମ ଆଟିଚ୍ୟୁଡ୍ ଭିତରେ ଠିକ୍ ଅଛି, ମୁଁ ଯେତେବେଳେ ଶାଗ ଖରଡ଼ୁଛି, ପିଲା କେବେ ହିଁ କାନ୍ଦିବ ନାହିଁ, କେବେ ହିଁ କାନ୍ଦିବ ନାହିଁ। କିମ୍ବା ଯଦି ବା କାନ୍ଦେ, ଏଭଳି କିଛି ହବନି ଯଦି ଶାଗ ପୋଡ଼ିଯିବ, ଅର୍ଥାତ୍ ମୁଁ କନସିୟସ୍ ହେଇ ଗ୍ୟାସ୍ ବନ୍ଦ କରିକି ଯିବି, ଫେରିକି ପୁଣି ଗ୍ୟାସ୍ ଲଗେଇବି, କ'ଣ ଗୋଟେ କରିବି, ଯେଉଁଥିରେ କି ଅସୁବିଧା ହବନି। କାହିଁକି ନା ମୋର ଆଟିଚ୍ୟୁଡ୍, ଭିତର ଆଟିଚ୍ୟୁଡ୍ଟା ଠିକ୍ ଅଛି। ମନୋଭାବ ଯେଉଁଟା, ମନୋଭାବ କ'ଣ? ମନୋଭାବ ହେଉଛି ନିଜକୁ ଆମେ କେତେ ପର୍ଯ୍ୟବେକ୍ଷଣ କରୁଛୁ, ନିଜକୁ କେତେ ଦେଖୁଛୁ ଏବଂ ନିଜକୁ କେତେ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛୁ। ଯେଉଁଟା ମୁଁ ଆରମ୍ଭରୁ କହୁଛି, ଯେଉଁଟା ମୋ ଦାୟିତ୍ୱ ମୋ ନିଜ ହାତରେ ଅଛି, ଚାହିଁଲେ ମୁଁ କରିପାରିବି। ମୋତେ ଛାଡ଼ିଦେଲେ ଆଉ କେହି ମୋ ଦାୟିତ୍ୱରେ ନାହାନ୍ତି, କେହି ନାହାନ୍ତି। ନାଇଁ, ମୁଁ ନିଜ ପିଲା ବି ନୁହଁ, କି ମୋ ନିଜ ପରିବାର ନୁହଁ, କେହି। ମୁଁ ହିଁ କେବଳ ମୋ ଦାୟିତ୍ୱରେ। ମୁଁ ଚାହିଁଲେ ମୋତେ ନିଜକୁ ପରିବର୍ତ୍ତନ କରିପାରିବି। ଏସ୍ପେସିଆଲି ଇନ୍ ଦି ଭାଇଟାଲ ଆଟିଚ୍ୟୁଡ୍, ଯଦି ପ୍ରାଣର ସମସ୍ୟା ଥାଏ, ପ୍ରାଣିକ ମନୋଭାବ ଥାଏ, ପ୍ରାଣିକ ମନୋଭାବଟା ସବୁବେଳେ ଗୋଟେ ଅପେକ୍ଷାକୃତ ନିମ୍ନ ସ୍ତରର ପ୍ରାଣିକ ମନୋଭାବ। କାହା ପ୍ରତି ସ୍ପେଶାଲ ଆଟାଚମେଣ୍ଟ କିମ୍ବା କୌଣସି ପ୍ରକାରର ରାଗ, ରୋଷ, କ୍ରୋଧ, ମୋହ, ଲୋଭ, ଆସକ୍ତି କିମ୍ବା ଏପଟେ ଭୟ, ଅବସାଦ, ବିଷାଦ, ଏସବୁ ପ୍ରାଣିକ ମନୋଭାବ ଭିତରର କଥା। ସେସବୁ ଯଦି ଥାଏ ତାହେଲେ ସମସ୍ୟା ହୁଏ। ଇଗୋଇଜିମ୍, ଆମ୍ବିସନ୍, ଫିକ୍ସିଟି ଅଫ୍ ମେଣ୍ଟାଲ କନସେପ୍ସନ୍, ସେ କିଛି ଗୋଟେ ଉଦାହରଣ ଦେଇଛନ୍ତି। ଇଗୋଇଜିମ୍ ହେଉଛି ଅହଙ୍କାର, ଆମ୍ବିସନ୍ ହେଉଛି ଉଚ୍ଚ ଆକାଂକ୍ଷା, ଫିକ୍ସିଟି ଅଫ୍ ମେଣ୍ଟାଲ କନସେପ୍ସନ୍ସ ମାନସିକ ସିଦ୍ଧାନ୍ତ ସବୁ ଆଗରୁ ଅଛି, ଯେଉଁ ଫିକ୍ସିଂ କରି ରଖିଛେ ଆମେ, ଏଇଆ ରିଗାର୍ଡିଂ ୱାର୍କ, ଭ୍ୟାନିଟି, ସେ ବି ଗର୍ବ, ଏଟସେଟ୍ରା, ଏଗୁଡ଼ା ସବୁ ପ୍ରାଣିକ ମନୋଭାବ। ଏଗୁଡ଼ା ଥାଇକି ବହୁତ ସମୟରେ ଅସୁବିଧା କରନ୍ତି। ଆଣ୍ଡ ଇଟ୍ ଇଜ୍ ଅଲୱେଜ୍ ଗୁଡ୍ ଇନ୍ ଅର୍ଡର ଟୁ କରେକ୍ଟ ଦି ଡିସହାରମୋନି। ଯଦି ଆମ ଭିତରେ ଅସଙ୍ଗତିକୁ ଆମେ ପରିବର୍ତ୍ତନ କରିବାକୁ ଚାହୁଁଥାଉ, ତାହେଲେ ସବୁବେଳେ ଉଚିତ ହେଲା, ଇଟ୍ ଇଜ୍ ଅଲୱେଜ୍ ଗୁଡ୍, ସବୁବେଳେ ଠିକ୍ ହେଲା କ'ଣ ନା ଟୁ ଲୁକ୍ ଫର୍ ଦି କଜ୍ ଇନ୍ ୱାନ୍ ସେଲ୍ଫ ରାଦର ଦାନ୍ ଇନ୍ ଅଦର୍ସ। ନିଜ ଭିତରର ଅଶୁଦ୍ଧତାକୁ ଦୂର କରିବାକୁ ଚେଷ୍ଟା କର, ଅନ୍ୟମାନଙ୍କ ଭିତର ନୁହେଁ। ଟୁ ଲୁକ୍ ଫର୍ ଦି କଜ୍ ଇନ୍ ୱାନ୍ ସେଲ୍ଫ ରାଦର ଦାନ୍ ଅଦର୍ସ। ଅନ୍ୟମାନଙ୍କର ଦୋଷ ତ୍ରୁଟି ଦେଖିବା ଅପେକ୍ଷା ନିଜ ଦୋଷ ତ୍ରୁଟିକୁ ସଂଶୋଧନ ବା ସମାଧାନ ବା ପରିବର୍ତ୍ତନ ବା ରୂପାନ୍ତର କରିବାକୁ ଚେଷ୍ଟା କର। ଏଇଟା ହେଉଛି ସର୍ବୋତ୍ତମ କର୍ତ୍ତବ୍ୟ। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଯାହା ହେଉ ତୁମର। ଆମମାନଙ୍କ ଅନ୍ତରରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କର ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ।
ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଚିରନ୍ତନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରିଯାଉଛ, ସେସବୁର କିଛି ହେଲେ ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହେଉଛନ୍ତି ତୁମ ସିଦ୍ଧି। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଯାହା ହେଉ ତୁମର ବିଜୟ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। English prayer. In the name of the mother, for the sake of the mother, by the power of the mother, with the strength of the mother, to all adverse harmful being or force, I order to quit this place at once and forever.